ତିନି ଦିନ ଭିତରେ ମିଳିବ ଖୁସି ଖବର। ଆଉ 3 ଦିନର ଅପେକ୍ଷା କୃଷକଙ୍କ ଆକାଉଣ୍ଟକୁ ଆସିବ 2000 ଟଙ୍କା, ମିଳିବ 17ତମ କିସ୍ତି। ପିଏମ୍ କୃଷକ ଯୋଜନାର 17ତମ କିସ୍ତିକୁ ଅପେକ୍ଷା କରି ରହିଛନ୍ତି ଦେଶର କୋଟି କୋଟି କୃଷକ। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ ପରେ ମୋଦି କୃଷକଙ୍କ ପାଇଁ ବଡ଼ ଉପହାର ଭେଟି ଦେଇଛନ୍ତି। ତୃତୀୟ କାର୍ଯ୍ୟକାଳର ପ୍ରଥମ ପାଲ ଭାବରେ କୃଷକଙ୍କ ପିଏମ୍ କିଷାନ ଯୋଜନାରେ କିସ୍ତି ଦେବା ପାଇଁ ଦସ୍ତଖତ କରିଥିଲେ ପ୍ରଧାନମନ୍ତ୍ରୀ। ତେବେ ଆଗାମୀ ସପ୍ତାହରେ ଏହି ଯୋଜନାର 17ତମ କିସ୍ତି ଜାରି କରିବା ନେଇ ମଧ୍ୟ ଘୋଷଣା କରାଯାଇଛି। ଜୁନ୍ 18 ତାରିଖରେ ଏହି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ଜାଣିବାକୁ ମିଳିଛି। କେନ୍ଦ୍ରରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଢ଼ିବା ପରେ ଜୁନ୍ 18 ତାରିଖରେ ପ୍ରଥମ ଥର ପାଇଁ ବାରାଣସୀ ଯାତ୍ରା କରିବେ ନରେନ୍ଦ୍ର ମୋଦି। ଏଠାରେ ଏକ ସମ୍ବୋଧନ ସଭାରେ ଯୋଗ ଦେବା ସହିତ ପିଏମ୍ କିଷାନ ଯୋଜନାର 17ତମ କିସ୍ତି ଜାରି କରିବେ ପିଏମ୍ ମୋଦି। ଏହି ଯୋଜନାରେ ଦେଶର ମୋଟ 9.3 କୋଟି କୃଷକଙ୍କ ଆକାଉଣ୍ଟକୁ 20,000 କୋଟି ଟଙ୍କା ଟ୍ରାନ୍ସଫର କରାଯିବ। କୃଷକଙ୍କୁ ଆର୍ଥିକ ବିକାଶ ପାଇଁ ବେଶ୍ ସହଯୋଗୀ ହୋଇଛି ପିଏମ୍ କିଷାନ ଯୋଜନା। 2018 ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ କୃଷକ 16ଟି କିସ୍ତିରେ ଟଙ୍କା ପାଇଛନ୍ତି। ତେବେ 17ତମ କିସ୍ତିକୁ ଅପେକ୍ଷା କରିଥିବା ବେଳେ ଆସନ୍ତା 18 ତାରିଖରେ ଏହି ଟଙ୍କା ପାଇବେ କୃଷକ। ଅନଲାଇନରେ କିପରି ଚେକ୍ କରିବେ ଷ୍ଟାଟସ୍? 1 ନମ୍ବରରେ ଆପଣ ପିଏମ୍ କିଷାନ ଯୋଜନାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ। ଦ୍ୱିତୀୟ ପଏଣ୍ଟରେ ବେନିଫିସିଆରୀ ଷ୍ଟାଟସ୍ ଅନଲାଇନ୍ ପେଜକୁ ଯାଆନ୍ତୁ। ତୃତୀୟ ପଏଣ୍ଟରେ ଏହାପରେ ନିଜ ଆଧାର ନମ୍ବର ବା ଆକାଉଣ୍ଟ ନମ୍ବର ଦିଅନ୍ତୁ। 4 ନମ୍ବର ପଏଣ୍ଟ ବର୍ତ୍ତମାନ ଗେଟ୍ ଡାଟା ଅପସନରେ କ୍ଲିକ୍ କରନ୍ତୁ। 5 ନମ୍ବର ପଏଣ୍ଟ ଏହାପରେ ବେନିଫିସିଆରୀ ଷ୍ଟାଟସକୁ ଦେଖି କ୍ଲିକ୍ କରନ୍ତୁ। 6 ନମ୍ବର ପଏଣ୍ଟ ଏହାପରେ ପେମେଣ୍ଟ ଷ୍ଟାଟସ୍ ଚେକ୍ କରନ୍ତୁ ଏବଂ କ୍ଲିକ୍ କରନ୍ତୁ।